শীত দিন আসিগলে কোଶଳା ଶାଗ ମିଳେ ଆଉ এই କୋଶଳା ଶାଗରେ ଆପଣମାନେ ବିଭିନ୍ନ ପ୍ରକାର ରେସିପି ତିଆରି କରିଥିବେ କିନ୍ତୁ ଆଜି ଆମେ ବିନା ପିଆଜ ରସୁଣରେ ସ୍ପେଶାଲ ମସଲା ଦେଇକି କୋଶଳା ଶାଗର ଘାଣ୍ଟ ବନେଇବା ଠିକ୍ ସେଇ ମନ୍ଦିର ଘାଣ୍ଟ ଭଳି ବାସ୍ନା ଆଉ ସ୍ୱାଦ ଲାଗିବ ଅରୁଆ ଭାତ ସହିତ ଖାଇବେ ଭାରି ସ୍ୱାଦିଆ ଲାଗିବ। ନମସ୍କାର, ଲତା ଓଡ଼ିଆ କିଚେନରେ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର ସ୍ପେଶାଲ ଶାଗ ଘାଣ୍ଟ ବନେଇବା ପାଇଁ ଶାଗ ସହିତ ମୁଁ କ'ଣ କ'ଣ ସବୁ ପରିବା ନେଇଛି ଚାଲନ୍ତୁ ଦେଖିନେବା। এই ଶାଗ ଘାଣ୍ଟ ପାଇଁ ଆପଣମାନେ ନିଜ ପସନ୍ଦର ପରିବା ଏଠି ନେଇପାରିବେ। ତ ଏଠି ମୁଁ ପରିବାରେ 4ଟି ପୋଟଳ ନେଇଛି, ଗୋଟିଏ କଞ୍ଚା କଦଳୀ ଆଉ ଗୋଟିଏ ମଧ୍ୟମ ସାଇଜର ଗାଜର ନେଇଛି, 100 ଗ୍ରାମର ସାରୁ ନେଇଛି, ମଧ୍ୟମ ଆକାରର ଗୋଟେ ଆଳୁ, ଗୋଟିଏ ବାଇଗଣ ନେଇଛି, ତା ସହିତ ଏଠି ମୁଁ 150ରୁ 200 ଗ୍ରାମର ନେଇଛି ପାଚିଲା ବୋଇତାଳୁ ବା କଖାରୁ ଆଉ ନେଇଛି ଗୋଟେ ବଡ଼ ବିଡ଼ା କୋଶଳା ଶାଗ। ଆପଣମାନେ ଶାଗର ପରିମାଣ ଆଉ ଟିକେ ମଧ୍ୟ ଅଧିକା ନେଇପାରିବେ। ଯେତିକି ପରିବା ନେଇଥିଲି ସବୁକୁ ଏଠି ମୁଁ କାଟି ନେଇଛି। ବୋଇତାଳୁକୁ ଆପଣମାନେ ଚୋପା ରଖିକି ବଡ଼ ଖଣ୍ଡ କରିକି କାଟି ନେବେ। ମାନେ ଯେଉଁ ପରିବା ସିଝିବା ପାଇଁ କମ୍ ସମୟ ଲାଗିବ ତାକୁ ବଡ଼ ଖଣ୍ଡରେ କାଟିବେ, ସିଝିବା ପାଇଁ ଯେଉଁ ପରିବା ସମୟ ନେବ ତାକୁ ଟିକେ ଛୋଟ ଖଣ୍ଡ କରିକି କାଟିବେ। ଆଉ କଞ୍ଚା କଦଳୀକୁ ହଳଦୀ ପାଣିରେ କାଟିକି ଧୋଇକି ରଖିବେ, କଳା ପଡ଼ିବନି। ଆଉ ବାଇଗଣକୁ ଟିକେ ବଡ଼ ଖଣ୍ଡ କରି କାଟିବେ, ପାଣିରେ ପକେଇକି ରଖିବେ, କଳା ପଡ଼ିବନି। ଆଉ କୋଶଳା ଶାଗର ଚେରକୁ ବାହାର କରିକି ଧୋଇକି ରଖିଛି। ଶାଗ ଏଠି ମୁଁ କାଟିନି, ଯେତେବେଳେ ଆମେ ବ୍ୟବହାର କରିବା ନା ସେହି ସମୟରେ କାଟିକି ସାଙ୍ଗେ ସାଙ୍ଗେ ପକେଇବା। ଏବେ ଚାଲନ୍ତୁ ଆମେ ରୋଷେଇ ଷ୍ଟାର୍ଟ କରିବା। ପ୍ରଥମେ କଡ଼େଇ ଗରମ କରିକି ସେଥିରେ ଆମେ ଗୋଟେ ଛୋଟ ଚାମଚ ଦେବା ତେଲ। ତେଲ ଗରମ ହେଇଗଲା ପରେ ଆମେ କାଟି ରଖିଥିବା ବାଇଗଣକୁ ପ୍ରଥମେ ଦେବା ଆଉ ସେଇଥିରେ 2-3 ପିସ୍ ଲୁଣ ଦେଇକି ବାଇଗଣକୁ ଟିକେ ଲାଲ କରିକି ଭାଜି ନେବା। ଯେହେତୁ ବାଇଗଣ ଅତି ଶୀଘ୍ର ସିଝିଯାଏ ସେଥିପାଇଁ ବାଇଗଣକୁ ଆମେ ପ୍ରଥମରୁ ଭାଜିକି ରଖିଦେବା ଆଉ ତରକାରୀ ହେଇସାରିଲା ବେଳକୁ ପକେଇବା, ଯୋଉଥିପାଇଁ କି ବାଇଗଣ ତରକାରୀରେ ଅତି ମିଶିଯିବନି। ଏଇଠି ଦେଖନ୍ତୁ ବାଇଗଣ ଭାଜି ହେଇଗଲା ପରେ ମୁଁ ଗୋଟେ ପ୍ଲେଟକୁ ବାହାର କରିକି ରଖି ନେଇଛି। ଏବେ ସେଇ କଡ଼େଇରେ ଆମେ ଆଉ 2-3 ଚାମଚ ଦେବା ତେଲ। ତେଲ ଗରମ ହେଇଗଲା ପରେ ସେଥିରେ ଗୋଟେ ଚାମଚ ଜିରା, ଗୋଟେ ତେଜପତ୍ର ଆଉ 3-4ଟା ଶୁଖିଲା ଲଙ୍କା ପକେଇକି କିଛି ସେକେଣ୍ଡ ଭାଜି ନେବା। ଆଉ ପ୍ରଥମେ ସେଇଥିରେ ଆମେ କଟା ଆଳୁ ଆଉ ସାରୁକୁ ଦେଇଦେବା। ଯେହେତୁ ଆଳୁ ସାରୁ ଟିକେ ଟାଣ ପରିବା, ପ୍ରଥମରୁ ଆମେ ଆକୁ ଦେଇକି କିଛି ସମୟ ଭାଜିବା। ଆଳୁ ସାରୁ ଭାଜି ହେଲା ଭିତରେ ଆମେ କ'ଣ କରିବା ନା ବତୁରା ହେଇଥିବା 2 ମୁଠା ଗୋଜି ବୋଟ ବା କଳା ଚଣାକୁ ପକେଇବା। ଯେହେତୁ ଚଣା ଆମର ସିଝିନି କଞ୍ଚା ଅଛି ସେଥିପାଇଁ ସାରୁ ଆଳୁରେ ଦେଇକି ଆମେ ଭାଜିବା। ଚଣା ଦେବା ଦ୍ୱାରା ଘାଣ୍ଟର ଟେଷ୍ଟଟା ବହୁତ ବଢ଼ିଆ ଆସିବ। ଆଳୁ ସାରୁ କଳା ଚଣା ଟିକେ ଭାଜି ହେଇଗଲା ପରେ ଆମେ ବାକି ସବୁ ପରିବା ଏଥିରେ ପକେଇବା। ଗ୍ୟାସର ଫ୍ଲେମ୍କୁ ମିଡ଼ିୟମ୍ ହାଇରେ ରଖିବା ଆଉ ପରିବାକୁ ଆମେ ଏପଟ ସେପଟ କରିକି 4ରୁ 5 ମିନିଟ୍ ପର୍ଯ୍ୟନ୍ତ ଭାଜି ନେବା। ତ ପରିବା ଭାଜି ହେଲା ଭିତରେ ଏଇଥିରେ ଆମେ ଗୋଟେ ବଡ଼ ଚାମଚ ଅଦା ଛେଚାକୁ ପକେଇବା। ଆକୁ ମଧ୍ୟ এই ପରିବା ସହିତ ଗୋଳେଇକି ଭଲ ଭାବରେ ଭାଜି ନେବା। ଦର୍ଶକ ବନ୍ଧୁ, ଆଜିର ରେସିପି ଯଦି ଆପଣଙ୍କୁ ପସନ୍ଦ ଆସୁଛି ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲରେ ଆପଣମାନେ ଯଦି ନୂଆ ତାହେଲେ ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜରେ ଦେଖୁଥିଲେ ଫଲୋ ତ ନିଶ୍ଚୟ କରିବେ। ଏଇଠି ଦେଖନ୍ତୁ 4-5 ମିନିଟ୍ ପରିବା ଭାଜି ହେଇଗଲାଣି। ପରିବାରେ ହାଲକା ହାଲକା ଗୋଲ୍ଡେନ୍ କଲର ଆସିଯାଇଛି। এই ଷ୍ଟେଜ୍ରେ ଆମେ ଅଧା ଚାମଚ ହଳଦୀ ଗୁଣ୍ଡ ଆଉ ସ୍ୱାଦ ଅନୁଯାୟୀ ଦେଇଦେବା ଲୁଣ। ଏହା ସହିତ ଘାଣ୍ଟରେ ଭଲ କଲର ଆଣିବା ପାଇଁ ଆମେ ଗୋଟେ ଛୋଟ ଚାମଚ ଦେବା କାଶ୍ମୀର ରେଡ୍ ଚିଲି। ପରିବାରେ ପ୍ରଥମରେ ଲୁଣ ପକେଇବେନି, ନହେଲେ ପାଣି ବାହାରିବା ଷ୍ଟାର୍ଟ ହେଇଯିବ, ପରିବା ଭାଜି ହେଇପାରିବନି। ପରିବା ଭାଜି ହେଇଗଲା ପରେ ଲୁଣ ପକେଇବେ। ଲୁଣ ହଳଦୀ ଲଙ୍କା ଗୁଣ୍ଡକୁ ଦେଇସାରିଲା ପରେ ଭଲ ଭାବରେ ଗୋଳେଇ ନେବା। ତାପରେ ଏଥିରେ ଆମେ ଦେବା ପାଣି। ଏଠି ଆମେ ଗରମ ପାଣି ଦେବା। ସବୁ ପରିବା ଭଲ ଭାବରେ ସିଝିବା ପାଇଁ ଯେତିକି ପାଣି ଦରକାର ନା ସେହି ହିସାବରେ ଦେଖିକି ଆମେ ଏଠି ପାଣି ଦେବା। ଏଇଠି ମୁଁ 2 ଗ୍ଲାସ ଗରମ ପାଣି ଦେଇକି ଗୋଳେଇ ସାରିଲା ପରେ କଭର କରିକି ପରିବା ସବୁକୁ ସିଝିବା ପାଇଁ ମିଡ଼ିୟମ୍ ଫ୍ଲେମ୍ରେ ଛାଡ଼ିବା। ଆଉ ଏପଟେ ଗୋଟେ ମସଲା ରେଡ଼ି କରିବା। ଏଇଠି ଦେଖିପାରୁଥିବେ ମୁଁ ବହୁତ ଗୁଡ଼ାଏ ମସଲା ନେଇଛି। ସବୁ ମସଲାକୁ ଆମେ ଘାଣ୍ଟରେ ପକେଇବାନି, ଯେହେତୁ ଅଳ୍ପ ମସଲା ଗ୍ରାଇଣ୍ଡ ହେଇପାରିବନି ସେଥିପାଇଁ ବହୁତ ଗୁଡ଼ାଏ ମସଲା ଏଠି ମୁଁ ଗୁଣ୍ଡ କରି ନେବି। ଆଉ ଯେତିକି ଦରକାର ଘାଣ୍ଟରେ ପକେଇବା ଆଉ ବଳକା ମସଲାକୁ ଆମେ ଷ୍ଟୋର କରିକି ରଖିବା, ଯାହାକୁ କି ଆପଣମାନେ ଯେକୌଣସି ବିନା ପିଆଜ ରସୁଣ ରେସିପିରେ ୟୁଜ୍ କରିପାରିବେ। ଏଇଠି ମୁଁ 4ଟି ଶୁଖିଲା ଲଙ୍କା ନେଇଛି, 2 ଛୋଟ ଚାମଚ ନେଇଛି ଗୋଟା ଜିରା, ଗୋଟେ ବଡ଼ ଚାମଚ ନେଇଛି ଗୋଟା ଧନିଆ, ଗୋଟେ ଛୋଟ ଚାମଚ ନେଇଛି ପାନ ମଧୁରୀ ଆଉ ଅଧା ଛୋଟ ଚାମଚ ନେଇଛି ଗୋଲମରିଚ ଆଉ ପାଖାପାଖି 1.5 ଇଞ୍ଚ ନେଇଛି ଗୋଟେ ଡାଳଚିନି ଆଉ 3ଟି ଗୁଜୁରାତି। ଏ ସବୁ ଗୋଟା ମସଲାକୁ ଆମେ ପ୍ୟାନ୍ରେ ଦେବା ଆଉ ଫ୍ଲେମ୍କୁ ମିଡ଼ିୟମ୍ କରିକି ମସଲାକୁ ଆମେ କିଛି ସମୟ ଭାଜି ନେବା। ବେଶୀ ଭାଜିବେନି ବା ପୋଡ଼ିବେନି, ମସଲାକୁ ଟିକେ କଲର ଚେଞ୍ଜ ହେବ ଆଉ ଏଥିରୁ ବାସ୍ନା ଆସିଗଲା ପର୍ଯ୍ୟନ୍ତ ଆମେ ଭାଜିବା। ଏଇଠି ମସଲା